ଛାତ ଉପରୁ ତୋଳିକି ଆଣିଥିଲି ଫୁଲ। ଅଧେ ଫୁଲ ରଖିଦେଇଛି ଘର ଠାକୁର ପୂଜା ପାଇଁ, ଆଉ ଅଧେ ଫୁଲ ପଠେଇ ଦେଇଛି ବୁଦ୍ଧିବାମନଙ୍କ ମାଳ ହେବା ପାଇଁ ପତିଦେବଙ୍କ ହାତରେ। ଆଉ ତୁଳସୀ ମାଳ ଦାଣ୍ଡରୁ ଆସିଥିଲା କିଣା ହେଇକି। ଏଇ ସବୁ ଫଳ ଆସିଥିଲା ବୁଦ୍ଧିବାମନଙ୍କ ପାଖରେ ଭୋଗ ହେବା ପାଇଁ, ଆଉ ଘରେ ବି ଭୋଗ ହେବ। ଚଉରା ପୂଜା ଆଉ ବାଲୁକା ପୂଜା ପାଇଁ ସବୁ ସାମଗ୍ରୀ ନେଇ ଆସିଛି, ଆଉ ଭୋଗ। ଆଉ ଚଉରା ପୂଜା କରିକି ଫଳ ବି ଭୋଗ କରିଦେଲି ମା ବୃନ୍ଦାବତୀଙ୍କ ପାଖରେ। ବାଲୁକା ପୂଜା ପାଇଁ ମାଉସୀଙ୍କି କହିଥିଲି ବାଲି ଆଣିବାକୁ। ବାଲୁକା ସ୍ଥାପନ କରିଦେଲି, ଲଗେଇଦେଲି ଦୁବ, ସିନ୍ଦୁର ଚନ୍ଦନ ବି ଦେଇଦେଲି, ଫୁଲ ବି ସଜେଇଦେଲି, ଦୀପ ଧୂପ ସବୁ ବୁଲେଇଦେଲି। ମୁଁ କରିଦେଲି ଭୋଗ। ସରିଯାଇଥିଲା ବାଲୁକା ପୂଜା। ଧୋଇକି ରଖିଦେଲି ଭୋଗ ଥାଳିରେ। ଭୋଗ ଥାଳିଆରେ ସଜାଡ଼ି ଦେଲି ଧୂପକାଠି, ଝୁଣା, ଦୀପ ଆଉ ଫଳ, ଆଉ ଘରେ କରିଥିବା ନଡ଼ିଆ ରାଶି ଲଡ଼ୁ। ଆଜି ବୁଧେଇ ଓଷା ଆଉ କାଲି ଗୁରୁବାର, ଆଉ ଘର ତ ଧୁଆଧୁଇ ପୋଛାପୋଛି କାମ ସରିଯାଇଛି। ସେଥିପାଇଁ ପିଲାମାନେ ତ ଆଜି ଭେଜ୍ ଖାଇବେ। ପତିଦେବଙ୍କର ବାହାରେ ଖାଇବା ଥିଲା, ଆଉ ମୁଁ ନେଇଯାଇଥିଲି ଏଇ ସୋଲା ଛତୁଆ, ଦହି, କଦଳୀ, ଗୁଡ଼ ଆଉ କୋରା ନଡ଼ିଆ। ଏହି ଛତୁଆ ପଣା ସଂକ୍ରାନ୍ତିରେ ଭୋଗ ଲାଗେ। ମୋତେ ଏଇ ପ୍ରସାଦ ଆଉ ମୋ ପିଲାମାନଙ୍କୁ ବହୁତ ଭଲ। ଆଉ ପିଲାମାନଙ୍କ ପାଇଁ ଖାଇବାକୁ କରିଦେଇଥିଲି ଏଇ ଖାଇବା: ଆମ୍ବ, ପାମ୍ପଡ଼, ମୁଗ ଡାଲମା ଆଉ ମୁଗ ପଡ଼ିକି ଅଦା ହେଙ୍ଗୁ ଦିଆ ଖେଚେଡ଼ି।